ସେମାନେ ପତ୍ର କୁଟୀର ପର୍ବକୁ ସୁନ୍ଦର ଭାବରେ ସମାପ୍ତ କଲେ, ସେଇ ଉତ୍ସବକୁ ସମାପ୍ତ କଲେ। ଆଉ ଅଷ୍ଟମ ଦିନ ମହାସଭା ହେଲା। ମହାସଭାରେ ସେମାନେ କ'ଣ କରୁଅଛନ୍ତି? ମହାସଭା ପରେ ଚତୁର୍ବିଂଶ ଦିନରେ ଇସ୍ରାଏଲ ସନ୍ତାନଗଣ ଉପବାସ କଲେ, ଭୋଜି ଭାତ ଖାଇଲେ, ମଜା କଲେ, ପରମେଶ୍ୱରଙ୍କର ଗୌରବ କଲେ, ପ୍ରଶଂସା କଲେ। ତାପରେ କ'ଣ କରୁଅଛନ୍ତି? ଉପବାସ କରୁଅଛନ୍ତି। ଆଉ ସେ ଉପବାସ ବିଧିରେ କେତୋଟି ବିଷୟ ସେମାନେ କଲେ। ଆଉ ତାହା କ'ଣ? ସେମାନେ ଅଖା ପିନ୍ଧିଲେ। ଯେତେବେଳେ ସେମାନେ ଉପବାସ କଲେ, ଏକଲା ଏକଲା ଘରେ ରହିଲେ ନାହିଁ, ଅଖା ପିନ୍ଧିଲେ, ଅର୍ଥାତ୍ ସୁନ୍ଦର ବସ୍ତ୍ର ପରିଧାନ କଲେ ନାହିଁ। ଆଉ ମୁଣ୍ଡରେ ସେମାନେ ମାଟି ଦେଇ ହେଲେ। ଏ ପ୍ରକାର ଉପବାସ କଲେ। ପୁଣି ସେମାନେ ଏକତ୍ରିତ ହୋଇ ସେ ସମସ୍ତ ବିଷୟ କଲେ। ନିଜର ଘରେ ରହିଲେ ନା, ସମସ୍ତେ ଗୋଟିଏ ଜାଗାରେ ଜମା ହେଲେ। ଆଉ ସେମାନେ ଉପବାସ କରୁଅଛନ୍ତି। ଆଉ ଦ୍ୱିତୀୟରେ, ବିଦେଶୀୟ ପ୍ରତ୍ୟେକ ବିଷୟକୁ ସେମାନେ ନିଜ ଠାରୁ ପୃଥକ କଲେ, ଅଲଗା କରିଦେଲେ। କ'ଣ ସେ ବିଦେଶୀୟ? ହୁଏତ ବିଦେଶୀୟ କୌଣସି ବସ୍ତ୍ର ହେଇପାରେ, ବିଦେଶୀୟ କୌଣସି ରୀତିନୀତି, କୌଣସି ପରମ୍ପରା ହେଇପାରେ, ବିଦେଶୀୟ କିଛି ଖାଦ୍ୟ ହେଇପାରେ, ବିଦେଶୀୟ ଆଉ କିଛି ଜ୍ଞାନ ହେଇପାରେ, ଯାହା ଆଜି ପୃଥିବୀରେ ପ୍ରଚଳିତ। ଆଉ ଅନେକ ବିଷୟ ରହିଛି। ଆଉ ତାହା ଦେଶୀୟ ନୁହେଁ, ଯାହା ନିଜର ଦେଶୀୟ ନୁହେଁ ତାକୁ ବିଦେଶୀୟ ବୋଲି କୁହାଯାଏ, ଆମେ ସମସ୍ତେ ଜାଣିଛୁ। ଆଉ ସେ ସମସ୍ତ ବିଷୟକୁ ସେମାନେ କ'ଣ କଲେ? ବାହାର କରାଇଦେଲେ। କେତେବେଳେ? ଯେତେବେଳେ ସେମାନେ ଉପବାସରେ ରହିଲେ। କେମିତି କରି ରହିଲେ? ଉପବାସରେ ରହିଲେ। ସୁନ୍ଦର ବସ୍ତ୍ର ପରିଧାନ କଲେ ନାହିଁ, ଅଖା ପିନ୍ଧିଲେ, ମୁଣ୍ଡରେ ମାଟି ଆଉ ଦେଇ ହେଲେ। ତାପରେ ସମସ୍ତେ ଏକତ୍ରିତ ହୋଇ ସେମାନେ ବିଦେଶୀୟ ସବୁ ବିଷୟକୁ ବାହାର କଲେ। ଗୋଟେ ଜାଗାରେ ଗଦା ହେଲେ, ସେମାନେ ଏକତ୍ରିତ ହେଲେ, ରୁଣ୍ଡ ହେଲେ। ଉପବାସ କରିବା ସମୟରେ ଯଦି ମଣ୍ଡଳୀ ଉପବାସ କରେ, ସମସ୍ତେ ମିଳିତ ହୋଇ ଉପବାସ କରିବା ଉଚିତ। ଜଣେ ଜଣେ ଉପବାସ କରାଯାଏ, ସେଟା ପର୍ସନାଲ ଉପବାସ, ସେଟା ମଧ୍ୟ ନିହାତି ପ୍ରଯୁଜ୍ୟ ଅଟେ। କିନ୍ତୁ ଯେତେବେଳେ ମାଣ୍ଡଳିକ ଉପବାସ ଆସେ, ଆମମାନଙ୍କର ମଣ୍ଡଳୀ ତ ତାହା ଦେଖାଯାଉ ନାହିଁ। ମଣ୍ଡଳୀରେ ସମସ୍ତେ ବର୍ଷକୁ ଥରେ ହେଲେ ଗୋଟିଏ ଦିନ କି 2 ଦିନ କି 5 ଦିନ କି 7 ଦିନ ଉପବାସ କରିବାଟା ବହୁତ କଷ୍ଟକର ବିଷୟ ହେଉଛି। କେହି ଉପବାସ ପ୍ରାର୍ଥନା ବୋଲେ କେହି ଇଚ୍ଛା କରୁନାହାନ୍ତି। ଉପବାସ ଗୋଟିଏ ଏ ପ୍ରକାର ବିଷୟ, ନିଜର ଜୀବନକୁ ପ୍ରଥମେ ଜଣେ ସଂଶୋଧିତ କରିବ, ନିଜ ଦୁର୍ବଳତାକୁ ଜାଣି ଆଉ ସେ ସମସ୍ତ ଦୁର୍ବଳତା ଠାରୁ ନିଜକୁ ପୃଥକ କରିବ। ଏଇଟା ହେଉଛି ଉପବାସ। ପୁଣି କ'ଣ କରିବ ଉପବାସରେ? ପବିତ୍ର ଆତ୍ମାଙ୍କର ଶକ୍ତିକୁ ସେ ପ୍ରାପ୍ତ ହେବ। ଉପବାସ କ'ଣ ପାଇଁ କରାଯାଏ? ଯେତେବେଳେ ଆମେ ଖାଇଥାଉ, ପିଇଥାଉ, ପେଟ ପୁରି ଯାଇଥାଏ, ସେତିକିବେଳେ କାଣା ଲାଗ୍ସି? ନିଦ ଲାଗି ଯାଏସି। ନିଦ ଲାଗିସି। ଆରୁ କଥାରେ ଅଛେ, ପେଟ ପୁରିଲେ ପୁଟା ଟାଣ ବୋଲି। ଯେତେବେଳେ ଜଣେ ଖାଇବା ପିଇବାକେ ବନେ ସେ ପଉଥିବା, ତାର ମୁହଁ ଜୋର ଥିବା, আর 2 দিন नहीं खाएला, तार मुहनु आर कथा नहीं बाहरे। तार अर्थ ये साधारण नहीं खाएला विषय उदाहरण देवा लगे से विषय कहली। आउ उपवास इथिलाई करा जासी आमर शरीर के बसरे रखवा लगे, कंट्रोल रे रखमा। जेते बेले आमर शरीर क्षुधित होथबा, सेते बेले आत्मिक भोजन आमे जदि करमा, आमे परितृप्तता लाभ करमा। और सेने जे गोटे पवित्रतार विषय से सेने जे प्रभुंकर वाक्यर गभीर निगूढ़ तत्व आमे पाएमा। साधारण भावे आमे खाई करी जेते बेले वाक्य अध्ययन करछु सेते बेले नै मिले। उपवास प्रार्थना रे आमे यीशुंकर रक्त रे परिष्कृत होई, वाक्य रे परिष्कृत होई, आउ निजर दुर्बलता को त्याग करी
प्रभुंकर सानिध्य को उपलब्धि करी पवित्र आत्मा जो अभिषेक आम निकट को आसे साधारण प्रार्थना रे ताहा हुए ना। उपवास एथिपाई करा जाए आ गोटे कारण अच्छी जे आमानकर मन केन्द्रीभूत हेब प्रभुंक निकट केन्द्रीभूत हेबा आम अन्य मनस्क हेबा ना केवल आम मन देवा प्रभुंक उपस्थित रे थाए प्रभुंकर पाद तले बसिबा सेठारे कौन करा जिवो केतोटी पर्याय ए जगह आम देखा पाओ केतोटी विषय माने उपवास कले आ कौन कौन सब कले सुंदर विषय सब लिखा जाए से माने इस्राएल वंश विदेशी समस्त आपण मान पृथक कले प्रथम जिते आम उपवास करुचु कौन करवा प्रथम मु कहली उपवास करने समय समस्ते आउ गोटे जगार एकत्रित हवा एकत्रित मांडलिक उपवास विषय कह जाए गोटे जगार एकत्रित हवा तापरे द्वितीय अन्य समस्त विषय जहाँ मान ठारी अच्छे अन्य विषय पाप सब दुर्बलता सब आउ अनेक आम मान को आकर्षण करुवा विषय सब जहाँ आम निमंते उद्दिष्ट नुहे से सब विषय को आमको कौन करने को पड़ो आम ठारू बाहर करने को पड़ो तहिरू आम को पृथक होगा पड़ो अर्थात उत्तम खाद्य से दिन कौन कराए आम पृथकीकृत हेतु ताकू उपवास बोली कहुए अथा लग जाऊे दुर्बल लग जाऊे किंतु से माने काना कले ठिया हेले आ निजर पाप के स्वीकार करुछन परमेश्वर निकट में अपना पितृ लोकंकर अपराध पाप को से माने स्वीकार करे एटा मध्य उत्तम विषय खराब विषय नुह किंतु नूतन नियम आमान को कहे जड़े परित्राण पाइबा हेले आमे जिते बले प्रेरित 2 पर्व लेखा साए आउ से माने प्रेरित माने जिते पवित्र आत्मा प्राप्त हेले आ पवित्र आत्मा प्राप्त हो अन्यान्य भाषा रे कथा कहवा लागू अछंती आ लोक माने से माने हतबुद्ध हो गले ताहा सुनी अन्य लोक माने ताहा ए माने माताल हिचंती बोली भाबिले अर्थात द्राक्षारस बा मद ए प्रकार पीछंती और एमाने माताल हो जाछंती सेथिबे कौन कौन सब तांकर पार्टी रु बाहरुची बोली लोक माने जेताले आउ कहिले सेते बेले पितर ठिया हेले आ पवित्र आत्मा रे पूर्ण हेले पवित्र आत्मा रे पूर्ण होई से कथा कहवा को आरंभ कले सेते बेले कौन हैला लोक मानकर हृदय विदीर्ण हो गला लोक मानकर हृदय विदीर्ण हैला और से माने कौन गले कौन करिबू किछि उपाय अछि कि यीशु को तो हमें मारी देलु आमर प्रभु को मारी देलु जी हम मान को उद्धार करिथांता आमे तांकु ग्रहण कलु नाही एबे हम कौन करबू आमे निरूपा कौन करबू बोली जेतेले से माने पचारछंती पितर आ तांकर संगी माने से मान को कहिले आपना आपना पाप स्वीकार कर आ से माने से जगारे पितृलोकंकर पाप बा आमर वंशीय लोक जातिर लोकंकर पाप को से माने स्वीकार कले नाही कौन कले आपना निज निजर पाप को से माने स्वीकार कले आ पाप क्षमा पाइले बाप्तिजित हेले प्रभु को ग्रहण कले आ परित्राण पाइबा को हेले निश्चय माने प्रत्येक व्यक्तिगत जीवनर पाप को आमे क्षमा पाइबार अछि निश्चित भाव जदि आमे मु मोर संतान मानकर पाप क्षमा निमते प्रार्थना करी मु मोर पिता माता मोर प्रियजन मोर सासु ससुर समस्त निमते मो प्रार्थना करि पारे किंतु जेते बेले जने व्यक्तिर हृदय विदीर्ण हो जिवो वाक्य द्वारा आउ सेते बेले तार भीतर जो अनुताप बाहर पाप तार भीतर तार आखि सामने रे देखा जीवो आ से भूल को से पाप को से अपराध को परमेश्वर का निकट रे स्वीकार करी क्रंदन करिवो सेही समय मोर प्रिय माने जो आशीर्वाद से पाइबो जो अनुग्रह से पाइबो अन्य आमानकर वंशीय लोक मानक निमंते प्रार्थना कले आमानकर पितृ लोक मानक निमंते प्रार्थना कले से माने सेही आशीर्वाद सेही
ଆଉ ଅନୁଭବ ପାଇପାରିବେ ନାହିଁ। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିକୁ ନିଜ ନିଜର ପାପକୁ ସ୍ୱୀକାର କରିବାକୁ ପଡ଼ିବ। ପାପ ସ୍ୱୀକାର ମାନେ କ'ଣ କରିବ? ତାପରେ ପାପ ସ୍ୱୀକାର କରି ଛାଡ଼ିବ। ଯେଉଁ ପାପ ହେଇଯାଇଥାଏ, ପ୍ରଭୁ ମୁଁ ଏ ପାପ କରିଦେଲି, ଏ ପାପ ଆଉ କେବେ କରିବିନି, ମୋତେ ଅନୁଗ୍ରହ କର। ସେ ପାପ ହେଇଗଲା ପରେ ସେ ସ୍ୱୀକାର କରି ଛାଡ଼ିଦେବା, ତାହେଲେ ସେ ମଙ୍ଗଳ ପାଇବା ବା ଆଶୀର୍ବାଦ। ଏଇ ଜାଗାରେ ଆମେ ଦେଖୁ ସେମାନେ ଠିଆ ହେଲେ, ସେ ସ୍ଥାନରେ ଠିଆ ହେଲେ କହିଲେ କ'ଣ? ସେମାନେ ପରମେଶ୍ୱରଙ୍କୁ ସମ୍ମାନ ଦେଲେ, ଠିଆ ହେଲେ। ଯେତେବେଳେ ଆମମାନଙ୍କର କୌଣସି ଗୁରୁ, ଜାଗତିକ କୌଣସି ଟିଚର, ଶିକ୍ଷକ ଆସନ୍ତି, ଆମେ ସମ୍ମାନିତ ବ୍ୟକ୍ତି ଆସନ୍ତି, ଆମେ ସେତେବେଳେ ଠିଆ ହେଇ ଦେଇଥାଉ, ଚେୟାରରେ ବସିଥିଲେ ଠିଆ ହେଇ ଦେଇଥାଉ। ରାସ୍ତାରେ ଯାଉଥିଲେ, ସାଇକେଲରେ ଯାଉଥିବା କି କ'ଣ ଓହ୍ଲେଇ ଯାଇଥାଉ ଆଉ ତାଙ୍କୁ ପ୍ରଣାମ କରିଥାଉ। ଅର୍ଥାତ୍ କ'ଣ? ତାହା ସମ୍ମାନଜନକ ବିଷୟଟି। ଠିକ୍ ସେହିପରି ଏଇ ଜାଗାରେ ଇସ୍ରାଏଲ ଲୋକମାନେ ଠିଆ ହୋଇ କ'ଣ କଲେ? ଆଶ୍ଚର୍ଯ୍ୟର ବିଷୟ, ସେମାନେ ଠିଆ ହେଲେ ଆଉ ଦିନର ଚତୁର୍ଥାଂଶ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ନିକଟରେ ସେମାନେ ବ୍ୟବସ୍ଥା ପୁସ୍ତକରୁ ପାଠ କଲେ। ଅନ୍ୟ ଚତୁର୍ଥାଂଶ ପର୍ଯ୍ୟନ୍ତ ସେମାନେ ପାପ ସ୍ୱୀକାର କରି ସଦାପ୍ରଭୁ ଆପଣମାନଙ୍କ ପରମେଶ୍ୱରଙ୍କୁ ପ୍ରଣାମ କଲେ। ପ୍ରଥମେ କ'ଣ କଲେ? ମୁଁ କ'ଣ କହିଲି? ପ୍ରଥମେ ସେମାନେ ଉପବାସ କଲେ, ସମସ୍ତେ ମିଳିତ ହେଲେ ଗୋଟିଏ ଜାଗାରେ। ଦ୍ୱିତୀୟରେ ବିଦେଶୀୟ ସମସ୍ତ ବିଷୟ, ଅର୍ଥାତ୍ ଯାହା ପରମେଶ୍ୱରଙ୍କର ଇଚ୍ଛା ନୁହଁ ଆମମାନଙ୍କର ଜୀବନରୁ, ତାକୁ ଆମେ ବାହାର କରିଦେବା ଆଉ ତାଠାରୁ ଆମକୁ ପୃଥକ ହେବାକୁ ପଡ଼ିବ। କେତୋଟି ମନ୍ଦ, ତାଠାରୁ ଆମକୁ ପୃଥକ ହେବାକୁ ପଡ଼ିବ। ଦେଖନ୍ତୁ ଉପବାସ ଆମକୁ କ'ଣ କରେ, କେମିତି ପରିଷ୍କାର ହୁଅନ୍ତି ଲୋକମାନେ ଉପବାସ ଦ୍ୱାରା। ତାପରେ ତୃତୀୟରେ କ'ଣ ହେଲେ? ସେମାନେ ଠିଆ ହୋଇ ଆପଣାର ପାପ ସ୍ୱୀକାର କଲେ। ତାପରେ ଚତୁର୍ଥରେ ସେମାନେ କ'ଣ କଲେ? ବ୍ୟବସ୍ଥା ପୁସ୍ତକ ଦିନର ଚତୁର୍ଥାଂଶ ଅଂଶ ସମୟ, ଏତେ ସମୟ ଧରି ସେମାନେ ବ୍ୟବସ୍ଥାକୁ ଅଧ୍ୟୟନ କଲେ ବା ପଠନ କଲେ। ତାପରେ ଚତୁର୍ଥରେ ସେମାନେ କ'ଣ କଲେ? ପାପ ସ୍ୱୀକାର କରି ପରମେଶ୍ୱରଙ୍କୁ ପ୍ରଣାମ କଲେ ବା ତାଙ୍କର ଆରାଧନା କଲେ। ଅର୍ଥାତ୍ ଆମେ ସିଧାସଳଖ ପରମେଶ୍ୱରଙ୍କର ଆରାଧନା କରିପାରିବା ନାହିଁ। କେତୋଟି ପ୍ରୋସେସ୍ ଅଛି, ଆଉ ସେ ପ୍ରୋସେସ୍ଟି କ'ଣ? ନିଜକୁ ନମ୍ର କରିବା ବା ଅନ୍ୟମନସ୍କ ହେବା ନାହିଁ, ପ୍ରଭୁଙ୍କ ନିକଟବର୍ତ୍ତୀ ହେବା, ଯାହା ଉପବାସ ବୋଲି କୁହାଯାଏ। ଆଉ ସମସ୍ତେ ଏକତ୍ରିତ ହେବା, ଯେଉଁମାନେ ତାହା କରିଛୁ ଗୋଟେ ମାଣ୍ଡଳିକ ବିଷୟରେ। ଏ ଜାଗାରେ ଇସ୍ରାଏଲ ଲୋକମାନଙ୍କ ବିଷୟରେ ଲେଖାଯାଏ। ଆଉ ସେମାନେ ଏକତ୍ରିତ ହେଲେ ଆଉ ବିଦେଶୀୟ ସବୁ ବିଷୟକୁ, ଅର୍ଥାତ୍ ସମସ୍ତ ଅଧର୍ମକୁ, ସମସ୍ତ ପାପକୁ, ସବୁ ଅପରିଷ୍କାର ବିଷୟକୁ ସେମାନେ କ'ଣ କଲେ? ଦୂର କଲେ ବା ତହିଁରୁ ସେମାନେ ପୃଥକ ହେଲେ। ତୃତୀୟ ବିଷୟ ହେଉଛି ସେମାନେ ଠିଆ ହୋଇ ପରମେଶ୍ୱରଙ୍କର ବାକ୍ୟକୁ ବା ବ୍ୟବସ୍ଥାକୁ ପଠନ କଲେ ଦିବସର ଚତୁର୍ଥାଂଶ ସମୟ। ତାପରେ ଆଉ ସେମାନେ ପାପ ସ୍ୱୀକାର କଲେ ଠିଆ ହେବାର ଅବସ୍ଥାରେ। ତାପରେ ପରମେଶ୍ୱରଙ୍କର ଆରାଧନା କରୁଅଛନ୍ତି, ତାପରେ ପରମେଶ୍ୱରଙ୍କର ଗୌରବ କରୁଅଛନ୍ତି, ତାଙ୍କୁ ଉପାସନା କରୁଅଛନ୍ତି। ତାଙ୍କୁ ପ୍ରଣାମ କରିବା କହିଲେ ତାଙ୍କୁ ଉପାସନା କରିବା। ତାପରେ ସେମାନେ ପରମେଶ୍ୱରଙ୍କର ଉପାସନା କଲେ। ମୋର ପ୍ରିୟମାନେ, ଏ ଜାଗାରେ ତାପରେ ଷ୍ଟୋରି ସବୁ, କାହାଣୀ ସବୁ ଲେଖାଯାଏ, ଯାହା ସତ୍ୟ ଘଟଣା। ଇସ୍ରାଏଲ ଲୋକମାନେ ତାପରେ କ'ଣ କଲେ? 4 ପଦରେ ଲେଖାଯାଏ, ଆଉ ଲେବୀୟ ମାନେ ଠିଆ ହୋଇ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନିକଟରେ ଉଚ୍ଚ ସ୍ୱରରେ କ୍ରନ୍ଦନ କଲେ। ସେତେବେଳେ ସେମାନଙ୍କ ଭିତରୁ କ୍ରନ୍ଦନ ସବୁ ଆସିଲା। କ୍ରନ୍ଦନ, ଏଇଟା ଅଲଗା କାହାର କ୍ରନ୍ଦନ ଦେଖି ଏମାନେ କାନ୍ଦୁ ନାହାନ୍ତି। ନିଜ ହୃଦୟରୁ ବାହାରିଥିବା, ହୃଦୟ ଭାଙ୍ଗି ପଡ଼ିଥିବାର ଭିତରୁ ଯାହା ବାହାରେ ତାକୁ କ୍ରନ୍ଦନ ବୋଲି କୁହାଯାଏ। ନିଜର ହୃଦୟ ଭଗ୍ନ ହୋଇଯାଇଛି। ଆମେ ଉପବାସ କରିବା ସମୟରେ ହସ ହସ ହେଇଥାଉ, ପ୍ରଭୁଙ୍କ ସାମ୍ନାରେ କାନ୍ଦି ନଥାଉ, ଟ୍ରେଡିସନାଲ ଭାବରେ ତାହା କରିଥାଉ। ତାହା କଲେ କିଛି ଆଶୀର୍ବାଦ ମିଳିବ ନାହିଁ। ଇସ୍ରାଏଲ ଲୋକମାନେ କ'ଣ କଲେ? ଏ ଲେବୀୟମାନେ କ'ଣ କଲେ? ଆଉ ସେମାନେ ଉଚ୍ଚ ସ୍ୱରରେ କ୍ରନ୍ଦନ। ସେଇଦିନ କ'ଣ ହେଇଥିଲା? ପ୍ରେରିତ 2 ପର୍ବରେ
ଯେତେବେଳେ ପିତର ବାକ୍ୟ ପ୍ରଚାର କଲେ ସେତେବେଳେ ଲୋକମାନଙ୍କର ହୃଦୟ ବିଦୀର୍ଣ୍ଣ ହେଇଗଲା, ସେମାନେ କାନ୍ଦିଲେ। ଆମର ହୃଦୟ ବିଦୀର୍ଣ୍ଣ ହେଇଗଲା ପରେ ଆମେ ତାଙ୍କୁ ଲାଭ କରିପାରିବା। ଆମେ ଯଦି ଅନ୍ୟ ମନସ୍କ ଥିବା, ଆମମାନଙ୍କର ହୃଦୟରେ ଅନ୍ୟ କାହାକୁ, ଅନ୍ୟ କୌଣସି ବିଷୟକୁ, ବସ୍ତୁକୁ ଯଦି ସ୍ଥାନ ଦେଇଛୁ, ତାହେଲେ ଆମେ ପରମେଶ୍ୱରକୁ ସ୍ଥାନ ଦେଇପାରିବା ନାହିଁ, ତାହେଲେ ଆମେ କ୍ରନ୍ଦନ କରିପାରିବା ନାହିଁ। ଜଣେ କେତେବେଳେ କାନ୍ଦେ, ଯେତେବେଳେ ଆମର ନିଜର କିଏ ଜଣେ ମରିଯାଏ, ମୃତ୍ୟୁ ଘଟେ, ସେତେବେଳେ ଆମମାନଙ୍କର ହୃଦୟ ବିଦୀର୍ଣ୍ଣ ହେଇଯାଏ। କିନ୍ତୁ ଅଲଗା ଲୋକର କାହାର ଯଦି ମୃତ୍ୟୁ ହେଇଯାଏ, ସେମାନଙ୍କର ଦୁଃଖ ଦେଖି ହୁଏତ ଆମେ କାନ୍ଦିପାରୁ, କିନ୍ତୁ ସେମାନେ ଯାହା ଅନୁଭବ କରନ୍ତି, ତାଙ୍କର ହୃଦୟ ଯାହା ବିଦୀର୍ଣ୍ଣ ହେଇଯାଏ, ଆମମାନଙ୍କର ହୃଦୟ ସେଇ ପ୍ରକାର ହେଇନଥାଏ। ଏଇ ଜାଗାରେ ଏମାନେ କ'ଣ କରୁଅଛନ୍ତି? ଉଚ୍ଚ ସ୍ୱରରେ କ୍ରନ୍ଦନ କରୁଅଛନ୍ତି ପରମେଶ୍ୱରଙ୍କ ନିକଟରେ। ତାପରେ 5 ପଦରେ ଲେଖାଯାଏ, ଅନାଦି କାଳରୁ ଅନନ୍ତ କାଳ ସ୍ଥାୟୀ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କର ଧନ୍ୟବାଦ କର। ପୁଣି ସକଳ ଧନ୍ୟବାଦ ଓ ପ୍ରଶଂସାର ଉନ୍ନତ ତୁମ ପ୍ରତାପାନ୍ୱିତ ନାମ ଧନ୍ୟ ହେଉ। ତାପରେ ପରମେଶ୍ୱରଙ୍କର ପ୍ରଶଂସା ବା ଗୁଣକୁ କୀର୍ତ୍ତନ କରିବାର ସେମାନେ ଆରମ୍ଭ କଲେ। ଅର୍ଥାତ୍ ସତ୍ୟ ଏବଂ ଆତ୍ମାର ଉପାସନା ଏମାନେ ହିଁ କଲେ। ସେଦିନ ଇସ୍ରାଏଲ ଲୋକମାନେ ଯେତେବେଳେ ଯାତ୍ରା କରୁଅଛନ୍ତି, ପଥ ମଧ୍ୟରେ କି ପ୍ରକାର ପରମେଶ୍ୱର ସେମାନଙ୍କୁ ମାନ୍ନା ଖୋଇଲେ, ପଥ ମଧ୍ୟରେ କି ପ୍ରକାର ଆଉ ସେମାନଙ୍କୁ ଜଳ ଦେଲେ, ପ୍ରସ୍ତରରୁ ଜଳ ଦେଲେ, ଆଉ ସେମାନେ କି ପ୍ରକାର ପରମେଶ୍ୱରଙ୍କର ପୁଣି ପରମେଶ୍ୱରଙ୍କ ଲୋକମାନଙ୍କର ବଚସା କରି ଆଉ ରାସ୍ତାରେ ଅନେକ କ୍ଷତିକୁ ସହ୍ୟ କଲେ ବା ମୃତ୍ୟୁବରଣ କଲେ, ଅନେକ ମହାମାରୀ ଦେଇ ସେମାନେ ଯାତ୍ରା କଲେ। ଆମେ ସମସ୍ତେ ଜାଣିଅଛୁ, ଏ ସମସ୍ତ ବିଷୟ ଜାଗାରେ ଲେଖାଯାଏ। କିନ୍ତୁ ଏମାନେ କ'ଣ କରୁଅଛନ୍ତି? ପରମେଶ୍ୱରଙ୍କର ପ୍ରଶଂସା କରୁଅଛନ୍ତି। ମୁଁ କହିବା ନିମନ୍ତେ ଚାହେଁ ଯେ ଏମାନଙ୍କର ହୃଦୟ ଭାଙ୍ଗିଲା ପରେ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଯେଉଁ ପ୍ରଶଂସା ବାହାରୁଛି, ତାହା ହେଉଛି ସେ ପିଓର ପ୍ରଶଂସା ବା ସତ୍ୟର ଉପାସନା ସେମାନେ କଲେ। ସତ୍ୟ ଉପାସନା କଲେ, ଅନ୍ୟମନସ୍କ ହେଇନାହାନ୍ତି। କି ପ୍ରକାର ସେମାନଙ୍କର କ୍ଷୁଧା ନିବାରଣ ହେଇଥିଲା ରାସ୍ତାରେ ଆମେ ସମସ୍ତେ ଜାଣିଛୁ। ପରମେଶ୍ୱର ସ୍ୱର୍ଗରୁ ମାନ୍ନା ବର୍ଷେଇଲେ। ମୋ ପ୍ରିୟମାନେ, ଆମେ ମଧ୍ୟ ଆଜି ସେ ନୂତନ ଇସ୍ରାଏଲ ଲୋକମାନେ ଆମେ ମଧ୍ୟ ଯାତ୍ରା କରୁଅଛୁ। କି ପ୍ରକାର ଭାବରେ ଯେଉଁ ପ୍ରୋସିଜିଓର ଆମେ ଅଧ୍ୟୟନ କଲା, ଆଉ ପରମେଶ୍ୱରଙ୍କର ଗୁଣ କୀର୍ତ୍ତନ ତାପରେ ସେମାନେ କରୁଅଛନ୍ତି ହୃଦୟ ଭାଙ୍ଗିଲା ପରେ, ଆଉ ପରମେଶ୍ୱରଙ୍କୁ ଗୌରବ ଦେଉଅଛନ୍ତି, ପ୍ରଶଂସା କରୁଅଛନ୍ତି। ତୁମେ ହିଁ ସୃଷ୍ଟିକର୍ତ୍ତା, ତୁମେ ହିଁ ମାଲିକ, ତୁମେ ହିଁ ପୃଥିବୀ ଆଉ ସ୍ୱର୍ଗ ନିର୍ମାଣ କଲ, ତୁମେ ହିଁ ଧନ୍ୟବାଦର ଯୋଗ୍ୟ। ଏ ସମସ୍ତ ବିଷୟ ତାଙ୍କର ଗୁଣ କୀର୍ତ୍ତନ କରୁଅଛନ୍ତି। ଆଉ ରାସ୍ତାରେ କି ପ୍ରକାର ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ ମଙ୍ଗଳଦାନ ଦେଇଅଛନ୍ତି, ସେ ସବୁ ସ୍ମରଣ କରି ପରମେଶ୍ୱରଙ୍କୁ ଗୌରବ ଦେଉଛନ୍ତି। ଆଉ ଗୋଟେ ବିଷୟ ମୁଁ କହିବାକୁ ଚାହେଁ, ପ୍ରଭୁଙ୍କର ଲୋକମାନେ, ସ୍ୱର୍ଗୀୟ ଯାତ୍ରୀମାନେ, ଆଉ ସେମାନେ ସବୁବେଳେ ସତ୍ୟ ଆତ୍ମାରେ ଉପାସନା କରିବାର ଉଚିତ, ଅର୍ଥାତ୍ ବାସ୍ତବ ଉପାସକ ହେବାର ଉଚିତ। ଆଉ ପରମେଶ୍ୱରଙ୍କ ଠାରୁ ପାଇଥିବା ମଙ୍ଗଳ ଦାନକୁ କେବେ ହେଲେ ପାସ୍ କରିବା ଉଚିତ ନୁହଁ, ନିଶ୍ଚୟ ତାହା ସ୍ମରଣ କରୁଥିବାର ଉଚିତ। ପରମେଶ୍ୱର ଯେ ପ୍ରକାର ସ୍ୱର୍ଗରୁ ସେମାନଙ୍କୁ ମାନ୍ନା ଦେଲେ, ଠିକ୍ ସେହିପରି ପ୍ରଭୁଙ୍କର ଲୋକମାନଙ୍କୁ ଆଜି ମଧ୍ୟ ସେ ସ୍ୱର୍ଗରୁ ମାନ୍ନା ବା ଖାଦ୍ୟ ଯୋଗାନ୍ତି। ଆଉ ଆଜି ମଧ୍ୟ ପଥରରୁ ଜଳ ନିର୍ଗତ କରି ପାନ କରିବାକୁ ଦିଅନ୍ତି। କି ପ୍ରକାର କୁହନ୍ତୁ ତ? ପ୍ରଭୁଙ୍କର ଲୋକମାନେ ଯେଉଁମାନେ ସତ୍ୟତାରେ ଚାଲୁଛନ୍ତି, ଏତେ ଉନ୍ନତି ସେମାନଙ୍କର ହେଇନଥାଏ। ମୋର ପ୍ରିୟମାନେ, ଆମେ ମନେ ପକାଉ ତ, ଯେତେବେଳେ ସେମାନେ ଜଳ ପାଇନଥିଲେ କି ପ୍ରକାର ବଚସା କରୁଥିଲେ ମଶାଙ୍କୁ, କେତେ କଷ୍ଟରେ, ଅର୍ଥାତ୍ କେତେ କଷ୍ଟରେ ପଥରରୁ ଜଳ ବାହାରିଲା। ସମ୍ଭବ ଯାହା ନୁହଁ, ଠିକ୍ ସେହିପରି ପରମେଶ୍ୱର ତାଙ୍କର ଲୋକମାନଙ୍କୁ ଅସମ୍ଭବ ସ୍ଥାନରେ କିଛି ସମ୍ଭବ କରି ସେମାନଙ୍କୁ ଯୋଗାନ୍ତି। ଯେଉଁମାନେ ସତ୍ୟତାରେ ଚାଲୁଛନ୍ତି, କେବଳ ସେମାନଙ୍କ ବିଷୟରେ ମୁଁ କହୁଛି। ଯେଉଁମାନେ ବାସ୍ତବ ଇସ୍ରାଏଲ ଲୋକମାନେ, ଯେଉଁମାନେ ବାସ୍ତବ ଲେବୀୟମାନେ, ଯେଉଁମାନେ ବାସ୍ତବରେ ପ୍ରଭୁଙ୍କ ଦ୍ୱାରା ଡକାଯାଇଥିବା ମନୋନୀତ ଆହୁତ ଲୋକମାନେ, ସେମାନଙ୍କ ବିଷୟରେ ମୁଁ କହୁଛି। ଯେଉଁମାନେ ଧନର ପଛରେ ଯାଉନାହାନ୍ତି,
जो माने परमेश्वर इच्छा अनुसार आउ प्रभुंकर चालित आउ लोकंकर लीडिंग अनुसार से नेतृत्व से माने जदि यात्रा गुरु अछंती से लक्ष्य स्थल को बा स्वर्ग राज्य को ताहाले से रास्ता बा से जीवन रे परमेश्वर कौन करेंगे से समस्त आवश्यक विषय निश्चय जगाइबे किंतु एते सहज नुह। अनेक समय आम चिंता करते मु ए प्रकार करी मु से प्रकार करी चिंता करता किंतु परमेश्वर कौन करती आवश्यक जोगाती आवश्यक को जोगाती से दिन इस्राएल लोक मान को आवश्यक जोगाइले जहाँ संभव नथिला स्वर्गरु किछि वर्षिबार आम के जाणीनु इस्राएल लोक मान को परमेश्वर माना वर्षे खाद्य दे से प्रस्तुत करथिले। प्रेज द लॉर्ड हालेलुया पत्थररु पानी बाहिरबार आम जाणीनु एबे कोन हेछि एबे कोन बोली कहबे ताको वाटरफॉल बा झरणा सब होउछि पत्थर गुडाकरू जो जल बाहरुछि ताकू आम झरणा बोली कहिता अर्थात स्वच्छ जल सेठू बाहरे परमेश्वर जहाँ दियंती प्योर विषय दियंती आमे तांको ठारू से समस्त विषय पाइबार आवश्यक रही आमे जदि अलगा कहा ठारू आणुचु जानी थाओ ताहा मिलावट है पारे ता प्योर है न पारे किंतु परमेश्वर जेते बेले आमान को दियंती प्योर विषय दियंती। प्रभु आमान को अनेक विषय शिखाइले जे आमानकर मध्य कौन हेबार अछि आमने मध्य प्रभुंक निकटरे उपवास प्रार्थना करिवार आवश्यक रही आमे अनेक भोजी खाई सारूनी आमे अनेक मांस भात माछ मचा मजलिस करी आनंद मणे अछु एबे उपवास करिवार समय मोर प्रिय माने आमने उपवास करिवार आरंभ करू आमान को ठारू मंतता को आम बाहर करी दो आमे मध्य पियर हो जाऊ से दिन पत्थर जेपरी जल बाहरी थिला आमे मध्य पियर हो जाऊ से दिन आकाशरु बा स्वर्गरु जे प्रकार माना वर्षी थिला आमे मध्य पियर हो जाऊ आमानकर हृदय जेतेले भांगी जाए उत्तम विषय बा पियोर विषय सेतेबेले उपासना सेतेबेले करी हुए जेतेले हृदय भांगे सेतेबेले परमेश्वर ताहा ग्रहण करती आमानकर उपासना को आमानकर आराधना को। प्रभु ए वाक्य द्वारा आम समस्त को आशीर्वाद करंतु आमे जानला जे इस्राएल लोक मान को परमेश्वर कौन कले यात्रा पथरे जेतेले नेले 40 वर्ष पर्यंत कहार कपड़ा मध्य चिरी गला नाई मलिन हैला नाई मैला हैला नाई पाद खुलिला नाई अर्थात चपल मध्य से मानकर छिंडिला नाई ए प्रकार आश्चर्यकारी परमेश्वर को आम पाई अच्छु मोर प्रिय माने से ही परमेश्वर को आम दुख न दऊ से ही परमेश्वर निकटरी आम सत्य आत्मा रे उपासना करूँ से ही परमेश्वर को आम धोखा न दऊ से ही परमेश्वर को आम तांकर इच्छा कौन आम अनुसंधान करूँ आउ तांकर गौरवर कारण हो तांकर वाक्यर बाध्य हो जद्वारा से आमर सब आवश्यक विषय जोगई आउ लक्ष्य स्थल को मध्य आम को पहुँचाइए। प्रभु वाक्य द्वारा आम समस्त को आशीर्वाद अनुग्रह प्रदान करो।